ପିଲାମାନେ ଆଜି ଆମେ ପଢ଼ିବା ଆମ ଅଷ୍ଟମ ଶ୍ରେଣୀ ଜ୍ୟାମିତିକ ବହିର ପ୍ରଥମ ଅଧ୍ୟାୟ ଜ୍ୟାମିତିର ମୌଳିକ ଧାରଣ ବା ପିଲାମାନେ ତାକୁ କହିପାରିବା ଫଣ୍ଡାମେଣ୍ଟାଲ କନସେପ୍ଟ ଅଫ ଜ୍ୟାମେଟ୍ରି। ତେବେ ପିଲାମାନେ ପ୍ରଥମେ ଆମେ ଜାଣିବା ଜ୍ୟାମେଟ୍ରି ଜିନିଷଟା କ'ଣ। ଯେମିତିକି ପିଲାମାନେ ଏଠି ଲେଖା ହେଇଛି ଜ୍ୟାମେଟ୍ରି ଗୋଟେ ଆମକୁ ଗ୍ରୀକ୍ ଶବ୍ଦ ହେଇଥାଏ। ସେ ଦୁଇଟି ଶବ୍ଦର ପିଲାମାନେ ମିଳିତ ହେଇକି ଆମର ତିଆରି ହେଇଛି ଜ୍ୟାମେଟ୍ରିଟା। ଯେମିତି ପିଲାମାନେ ଆମେ ଜ୍ୟା ଗୋଟେ ୱାର୍ଡ ଆଉ ମିତି ଗୋଟେ ୱାର୍ଡ। ସେପରି ପିଲାମାନେ ଜ୍ୟା ମାନେ ଅର୍ଥ ହେଉଛି ଆମର ପୃଥିବୀ ଆଉ ମିତିର ଅର୍ଥ ହେଉଛି ପିଲାମାନେ ମାପ। ତାମାନେ ପିଲାମାନେ ଆମର ଜ୍ୟାମିତି ମାନେ କିସ ନା ପୃଥିବୀର ପରିମାପକୁ ପିଲାମାନେ ଆମକୁ କହିଥାଉ ଜ୍ୟାମିତି। ତେବେ ପିଲାମାନେ ଆମେ ଆଉ ସମୟ ବିଳମ୍ବ ନ କରି ଅନୁଶୀଳନୀଟିକୁ ଦେଖିବା। ତେବେ ପିଲାମାନେ ଏବେ ବର୍ତ୍ତମାନ ଆରମ୍ଭ କରିବା ଅନୁଶୀଳନୀ 1A। ତେବେ ପିଲାମାନେ ଅନୁଶୀଳନୀଟି ପ୍ରଥମ ପ୍ରଶ୍ନଟି ଦିଆଯାଇଛି ଗୋଟିଏ ସରଳରେଖାରେ ଡ୍ୟାଶଟି ବିନ୍ଦୁ ଥାଏ। ତେବେ ପିଲାମାନେ ଯଦି ଆମେ ଗୋଟିଏ ସରଳରେଖା ଅଙ୍କନ କରିବା ପିଲାମାନେ ଏଠି କେତେ ବିନ୍ଦୁ ରହିବ ନା ପିଲାମାନେ ଆମେ ଜାଣିଛୁ ନା ଗୋଟିଏ ସରଳରେଖା ହେଉଛି ଅସଂଖ୍ୟ ବିନ୍ଦୁମାନଙ୍କର ସମାହାରରେ ପିଲାମାନେ ତିଆରି ହେଇଥାଏ ଆମର ସରଳରେଖାଟି। ତେବେ ପିଲାମାନେ ଏଇ ଯେଉଁ ସରଳରେଖା ଭିତରେ କେତେ ଆମର ଗଣି ପାରିବାନି ଅସଂଖ୍ୟ ବିନ୍ଦୁ ଅଛି। ତେବେ ପିଲାମାନେ ଏହାର ଉତ୍ତରଟି ହେଇଯିବ ଅସଂଖ୍ୟ। ଏଇ ଯେଉଁ ପିଲାମାନେ ଏହାର ଉତ୍ତରଟି। ସେହିପରି ପିଲାମାନେ ଦ୍ୱିତୀୟ ପ୍ରଶ୍ନଟି ଦିଆଯାଇଛି ଗୋଟିଏ ରେଖାଖଣ୍ଡର ଡ୍ୟାଶଟି ପ୍ରାନ୍ତ ବିନ୍ଦୁ ଥାଏ। ତେବେ ମନେକର ପିଲାମାନେ ଗୋଟେ ଆମେ ରେଖାଖଣ୍ଡ ଅଙ୍କନ କରିବା। ତେବେ ପିଲାମାନେ ଏହାର ପ୍ରାନ୍ତ ବିନ୍ଦୁ କୋଉଟା ଏଇଟା ଗୋଟେ ପ୍ରାନ୍ତ ବିନ୍ଦୁ ଏଇଟା ଗୋଟେ ପ୍ରାନ୍ତ ବିନ୍ଦୁ। ତେବେ ପିଲାମାନେ ଆମେ କେତେ ପ୍ରାନ୍ତ ବିନ୍ଦୁ ପାଇଲେ ଦୁଇଟି ପ୍ରାନ୍ତ ବିନ୍ଦୁ। ତେବେ ଏହାର ଉତ୍ତରଟି ହେଇଯିବ ପିଲାମାନେ ଦୁଇଟି। ଏଇ ଯେଉଁ ପିଲାମାନେ ଏହାର ଉତ୍ତରଟି। ସେହିପରି ପିଲାମାନେ ତୃତୀୟ ପ୍ରଶ୍ନଟି କୁହାଯାଇଛି ଏକ ରେଖାଖଣ୍ଡର ଡ୍ୟାଶଟି ମଧ୍ୟବିନ୍ଦୁ ଥାଏ। ତେବେ ପିଲାମାନେ ଯେଉଁ ରେଖାଖଣ୍ଡଟି କଲେ ୟାର ମଧ୍ୟବିନ୍ଦୁ ପିଲାମାନେ ମଝି କୋଉଟା ହବ ଏଇଟା ମଝି ଧରାଯାଉ ଆମେ କେତେ ମଝି ପାଇବା କେବଳ ଗୋଟିଏ ହିଁ ଆମେ ମଧ୍ୟବିନ୍ଦୁ ପାଇବା। ତେବେ ଉତ୍ତରଟି ହେଇଯିବ ପିଲାମାନେ ଗୋଟିଏ। ଏଇ ଯେଉଁ ପିଲାମାନେ ଉତ୍ତରଟି। ସେହିପରି ପିଲାମାନେ ଏଠି କୁହାଯାଇଛି ଏକ ରଶ୍ମିର ଡ୍ୟାଶଟି ଆଦ୍ୟବିନ୍ଦୁ ଥାଏ। ମାନେ ପିଲାମାନେ କହିছে ଗୋଟେ ରଶ୍ମିର ଆରମ୍ଭ ବିନ୍ଦୁ କୋଉଟା। ତେବେ ମନେକର ପିଲାମାନେ ଯଦି ଏଇଟା ଗୋଟେ ରଶ୍ମି ହୁଏ ତାର ଆରମ୍ଭ ବିନ୍ଦୁ ଏଇଟା। ତେବେ ପିଲାମାନେ କେତେଟା ଆରମ୍ଭ ବିନ୍ଦୁ ହେଇପାରେ କେବଳ ଗୋଟିଏ। ଏଇ ଯେଉଁ ପିଲାମାନେ ଉତ୍ତରଟି। ପିଲାମାନେ ବର୍ତ୍ତମାନ ଆମେ 2 ନମ୍ବର ପ୍ରଶ୍ନଟି ଦେଖିବା। ଏଠି କୁହାଯାଇଛି ନିମ୍ନୋକ୍ତ ଉକ୍ତି ଗୁଡ଼ିକ ଠିକ୍ ଥିଲେ କୋଠରୀ ମଧ୍ୟରେ ଠିକ୍ ଚିହ୍ନ ଓ ଭୁଲ ଥିଲେ ଭୁଲ ଚିହ୍ନ ଦିଅ। ତେବେ ପିଲାମାନେ ପ୍ରଥମ ପ୍ରଶ୍ନଟି କହିଛି ସରଳରେଖାରେ ଅସଂଖ୍ୟ ପ୍ରାନ୍ତ ବିନ୍ଦୁ ଥାଏ। ତେବେ ପିଲାମାନେ ଆମ ସରଳରେଖାରେ କୌଣସି ପ୍ରାନ୍ତ ବିନ୍ଦୁ ଥାଏ କି ନଥାଏ। ତେଣୁ ଏ ଉକ୍ତିଟି ଆମର ହେଇଯିବ ଭୁଲ। ତାପରେ ପିଲାମାନେ କହିଛି ଏକ ରଶ୍ମିର ଗୋଟିଏ ଆଦ୍ୟବିନ୍ଦୁ ଥାଏ। ପିଲାମାନେ ଆମେ ୟା ପୂର୍ବରୁ କଲେ ଗୋଟିଏ ରଶ୍ମିର କେତେଟା ଆଦ୍ୟବିନ୍ଦୁ ହବ ପିଲାମାନେ ଗୋଟିଏ। ଇଏ ହେଇଯିବ ପିଲାମାନେ ଆମର ଠିକ୍। ସେହିପରି ପିଲାମାନେ କହିଛି ଏକ ରେଖାଖଣ୍ଡର ମାତ୍ର ଗୋଟିଏ ମଧ୍ୟବିନ୍ଦୁ ଥାଏ। ତେବେ ପିଲାମାନେ ଯଦି ଗୋଟେ ରେଖାଖଣ୍ଡ ଆମେ ଅଙ୍କନ କରିବା ଏହାର ମଧ୍ୟବିନ୍ଦୁ ପିଲାମାନେ ଆମେ କେତେଟା କରିପାରିବା ଗୋଟିଏ। ତେବେ ପିଲାମାନେ ଏ ଉକ୍ତିଟି ଆମର ହେଇଯିବ ଠିକ୍। ପିଲାମାନେ ଚତୁର୍ଥ ପ୍ରଶ୍ନଟି ଦିଆଯାଇଛି ଏ ଓ ବି ର ମଧ୍ୟବର୍ତ୍ତୀ ବିନ୍ଦୁ ପି ହେଲେ ପିଲାମାନେ ଏଠି କିସ କୁହାଯାଇଛି ଏ ଆଉ ବି ର ଧରାଯାଉ ପିଲାମାନେ ମଧ୍ୟବର୍ତ୍ତୀ ବିନ୍ଦୁ ଯଦି ପି ଦିଆହେଇଥାଏ ତେବେ ସେ ଏ ବି ର ମଧ୍ୟବିନ୍ଦୁ ହେବ କି ପିଲାମାନେ ସେ ହେବ ନାହିଁ। ଏ ପିଲାମାନେ ଉକ୍ତିଟି ଭୁଲ ଅଛି। କାରଣ ମଧ୍ୟବିନ୍ଦୁ ପିଲାମାନେ ଆମେ ଯୋଉଠୁ ବି ନେଇପାରିବା। ଯଦି ସେ ପିଲାମାନେ କହିଥାନ୍ତେ ଯେ ମଧ୍ୟବିନ୍ଦୁ ଯଦି କହିଥାନ୍ତା ଠିକ୍ ହେଇଥାନ୍ତା। ପିଲାମାନେ ଏଠି କିଛି କୁହାଯାଇଛି ମଧ୍ୟବର୍ତ୍ତୀ ବିନ୍ଦୁ ତେଣୁ ଉକ୍ତିଟି ଭୁଲ ହେଇଯିବ। ସେହିପରି ପିଲାମାନେ ପରବର୍ତ୍ତୀ ପ୍ରଶ୍ନଟି କୁହାଯାଇଛି ଦୁଇଟି ପୃଥକ ବିନ୍ଦୁର ଗୋଟିଏ ମାତ୍ର ମଧ୍ୟବିନ୍ଦୁ ଥାଏ। ଏ ବି ପିଲାମାନେ ଆମର ଉକ୍ତିଟି ଭୁଲ ହେଇଯିବ। କାରଣ ଏଠି ପିଲାମାନେ କିସ କହିଛି ମଧ୍ୟବର୍ତ୍ତୀ ବିନ୍ଦୁ ପିଲାମାନେ ଯଦି ଦୁଇଟା ପୃଥକ ବିନ୍ଦୁ ନେବା ୟା ଭିତରେ ପିଲାମାନେ ଆମର ଅସଂଖ୍ୟ ବିନ୍ଦୁ ହେଇପାରିବ। କିନ୍ତୁ ଯଦି ପିଲାମାନେ ଏଠି କହିଥାନ୍ତେ ଯେ ମଧ୍ୟବର୍ତ୍ତୀ ଜାଗାରେ ଯଦି ପିଲାମାନେ ଏଠି ମଧ୍ୟବିନ୍ଦୁ କହିଥାନ୍ତା ତାହେଲେ ଉକ୍ତିଟି ଠିକ୍ ହେଇଥାନ୍ତା। ଯେହେତୁ ମଧ୍ୟବର୍ତ୍ତୀ କୁହାଯାଇଛି ଏ ଉକ୍ତିଟି ଭୁଲ ହେଇଯିବ। ସେହିପରି ପିଲାମାନେ ପରବର୍ତ୍ତୀ ପ୍ରଶ୍ନ ଦେଖିବା ଯୋଉଠି କହିଛି ଏ ବି ଓ ସି ଏକରେଖୀ ବିନ୍ଦୁ ହେଲେ ଏ ବି ରଶ୍ମି ଓ ବି ସି ରଶ୍ମି ମଧ୍ୟ ଏ ବି ରଶ୍ମି ଓ ବି ସି ରଶ୍ମି ଏକରେଖୀ ରଶ୍ମି ଅଟନ୍ତି। ତେବେ ପିଲାମାନେ ସେ କିଛି କହିଛି ଏ ବି ସି ଏକରେଖାରେ ଅଛନ୍ତି। ତେବେ ପିଲାମାନେ ମନେକର ଇଏ ଏ ବି ଆଉ ଇଏ ସି। ତେବେ ସେ ପିଲାମାନେ କହୁଛି ଏ ବି ସି ଏ ବି ରଶ୍ମି ଆଉ ପିଲାମାନେ କହିଛି ଆମକୁ ବି ସି ରଶ୍ମି ଏକରେଖାରେ ହେବେ। ଏ ଉକ୍ତିଟି ପିଲାମାନେ ଆମର ହେଇଯିବ ଠିକ୍। ବର୍ତ୍ତମାନ ପିଲାମାନେ ଆମେ ପରବର୍ତ୍ତୀ ପ୍ରଶ୍ନଟି ଦେଖିବା କହିଛି ଏ ବି ସରଳରେଖାର ଏ ଓ ବି ମଧ୍ୟବର୍ତ୍ତୀ ଓ ବିନ୍ଦୁ ହେଲେ ଓ ଏ ରଶ୍ମି ଏବଂ ଓ ବି ରଶ୍ମି ଦ୍ୱୟ ପରସ୍ପର ବିପରୀତ ହୁଅନ୍ତି। ତେବେ ପିଲାମାନେ ଆମକୁ ଏଠି ଦିଆହେଇଛି ସରଳରେଖାଟି ଏ ବି ସରଳରେଖା ଦିଆହେଇଛି ପିଲାମାନେ ଏହାର ମଧ୍ୟବର୍ତ୍ତୀ ବିନ୍ଦୁ କୁହାଯାଇଛି ଓ। ଇଏ ହେଇଗଲା ଓ।
ତେବେ ପିଲାମାନେ ବର୍ତ୍ତମାନ ଦେଖ OA ଆଉ OB ଦୁଇଟା ବିପରୀତ ରଶ୍ମି ହେଉଛି। OA ଆଉ OB ଦୁଇଟା ବିପରୀତ ରଶ୍ମି ହେଉଛି। ତେବେ ପିଲାମାନେ ଏ ଉକ୍ତିଟି ଆମର ହେଇଯିବ ଠିକ୍ ହେଇଯିବ। ବର୍ତ୍ତମାନ ପିଲାମାନେ ଆମେ 3 ନମ୍ବର ପ୍ରଶ୍ନଟି ଦେଖିବା। ପିଲାମାନେ ଏଠି ପ୍ରଶ୍ନଟି ଦିଆଯାଇଛି ପରସ୍ପର ଠାରୁ ଭିନ୍ନ 4ଟି ଦତ୍ତବିନ୍ଦୁ ମଧ୍ୟରୁ କୌଣସି 3ଟି ବିନ୍ଦୁ ଏକ ସରଳରେଖାରେ ନଥିଲେ ସେମାନଙ୍କ ଦ୍ୱାରା କେତେ ଗୋଟି ରେଖାଖଣ୍ଡ ନିରୂପିତ ହୋଇପାରିବ। ତେବେ ପିଲାମାନେ ଏଠି କିସ କହିଛି ନା 4ଟି ବିନ୍ଦୁରୁ ଯେକୌଣସି 3ଟି ବିନ୍ଦୁ ଏକ ସରଳରେଖାରେ ନଥିଲେ। ତେଣୁ ମନେକର ପିଲାମାନେ ଆମେ ଏଇଭଳିଆ ନେଇନେଲୁ 4ଟି ବିନ୍ଦୁ। ପିଲାମାନେ ଆମର 3ଟି ବିନ୍ଦୁ ଏକ ରେଖାରେ ଅଛନ୍ତି କି ନାହାନ୍ତି। ତେବେ ପିଲାମାନେ ଆମେ କେତେ ଗୋଟି ରେଖାଖଣ୍ଡ କରିପାରିବା 1 2 3 4 5 6। ତେବେ ଟୋଟାଲ ପିଲାମାନେ ଆମେ କେତେ ଗୋଟି କରିପାରିବା ନା 6 ଗୋଟି ରେଖାଖଣ୍ଡ ନିରୂପିତ କରିପାରିବା। ପରବର୍ତ୍ତୀ ପ୍ରଶ୍ନଟି ଦିଆଯାଇଛି ପରସ୍ପର ଠାରୁ ଭିନ୍ନ 4ଟି ଦତ୍ତବିନ୍ଦୁ ମଧ୍ୟରୁ 3 ଗୋଟି ବିନ୍ଦୁ ଏକରେଖୀ ହେଲେ। ପିଲାମାନେ ଏଠି କିସ କହିଛି ନା 3ଟି ବିନ୍ଦୁ ଏକରେଖୀ ହେଲେ ସେମାନଙ୍କର କେତୋଟି ସରଳରେଖା ନିରୂପିତ କରିହେବ। ତେବେ ପିଲାମାନେ ମନେକର ଆମେ 3ଟି ବିନ୍ଦୁକୁ ଗୋଟିଏ ରେଖାରେ ରଖିଦେଲୁ। ଏ ପିଲାମାନେ 3ଟି ବିନ୍ଦୁ ଗୋଟିଏ ରେଖାରେ ହେଲେ ଆଉ ଗୋଟେ ଅଲଗା ରଖିଲୁ। ତେବେ ପିଲାମାନେ ଆମେ କେତେଟି ସରଳରେଖା କରିପାରିବୁ 1 2 3 4। ତେବେ ପିଲାମାନେ ଆମେ ଟୋଟାଲ କେତେଟି କରିପାରିବା ନା 4 ଗୋଟି। ପିଲାମାନେ ଆମେ 4 ଗୋଟି ସରଳରେଖା ନିରୂପିତ କରିପାରିବା। ତେବେ ପିଲାମାନେ 4 ନମ୍ବର ପ୍ରଶ୍ନଟି ଦିଆଯାଇଛି ABC ଏକରେଖୀ ବିନ୍ଦୁ। ତେବେ ପିଲାମାନେ ABC ଗୋଟେ ରେଖାରେ ଅଛନ୍ତି। ଆଉ ଏଠି କହିଛି AB ର ଦୈର୍ଘ୍ୟ ଦିଆଯାଇଛି ପିଲାମାନେ 8 ଏକକ ଆଉ AC ଦିଆଯାଇଛି ପିଲାମାନେ 4 ଏକକ ହେଲେ ନିମ୍ନୋକ୍ତ କେଉଁଟି ସମ୍ଭବ ପିଲାମାନେ କୁହାଯାଇଛି। ତେବେ ପିଲାମାନେ ଏଠି ଦେଖ AB କୁହାଯାଇଛି ଆମକୁ 8 ଆଉ ପିଲାମାନେ AC କୁହାଯାଇଛି 4। ତେବେ ପିଲାମାନେ ଯୋଉ ଆମେ ନେଲେ ଏଠି AB 8 ଏକକ ଆଉ ପିଲାମାନେ AC ମଧ୍ୟ ନେବା ଏଠି ସି ଆସିଯିବ ପିଲାମାନେ 4 ଏକକ କାରଣ ପିଲାମାନେ 8 ରୁ 4ଟି ଛୋଟ। ତେବେ ପିଲାମାନେ କୋଉ ରେଖାଟି ଆସିଲା ACB ଆସିଲା। ତେବେ ପିଲାମାନେ ଏଠି ସମ୍ଭବ ହେବ କେବଳ ACB ଏ ହେଇଯିବ ପିଲାମାନେ ଉତ୍ତରଟି। ସେହିପରି ପିଲାମାନେ 5 ନମ୍ବର ପ୍ରଶ୍ନଟି ଦିଆଯାଇଛି ସାଧାରଣ ଶୀର୍ଷବିନ୍ଦୁ ବିଶିଷ୍ଟ 7ଟି ରଶ୍ମି ଦିଆଯାଇଥିଲେ ସେଥିରୁ ଅତି ବେଶୀରେ କେତେ ଯୋଡ଼ା ବିପରୀତ ରଶ୍ମି ହେଇପାରିବ। ତେବେ ପିଲାମାନେ ଆମକୁ ଟୋଟାଲ କେତୋଟି ରଶ୍ମି ଦିଆଯାଇଛି ନା 7ଟି ରଶ୍ମିରୁ ଆମେ କେତେ ଯୋଡ଼ା ବିପରୀତ ରଶ୍ମି କରିପାରିବା। ତେବେ ପିଲାମାନେ ମନେକର ଆମକୁ ଏଇଭଳିଆ 7ଟି ରଶ୍ମି ଦିଆଯାଇଛି। ତେବେ ପିଲାମାନେ ଏଠି କେତେ ଯୋଡ଼ା ହେଇପାରିଲା 1 ଯୋଡ଼ା 2 ଯୋଡ଼ା 3 ଯୋଡ଼ା ଆଉ ଗୋଟେ ପିଲାମାନେ ବଳି ପଡୁଛି। ତେବେ ଆମ ଟୋଟାଲ କେତେ ହେଇଯିବ ନା 3 ଯୋଡ଼ା ବିପରୀତ ରଶ୍ମି ହେଇପାରିବ। କାରଣ ଏଠି ଯେତେବେଳେ ପିଲାମାନେ ଯଦି ଧରାଯାଉ ଆମକୁ ଦିଆହେଇଥାନ୍ତା 9ଟି ରଶ୍ମି ଦିଆହେଇଛି ତାହେଲେ ଆମେ କ'ଣ କରିଥାନ୍ତେ ନା ଯେତୋଟି ରଶ୍ମି ଦିଆହେଇଛି ତାକୁ ଆମେ 2ରେ ହରଣ କରିଦେଇଥାନ୍ତେ। ତେବେ ପିଲାମାନେ ଏଠି କେତେ ହେଇଥାନ୍ତା ଯେପରି ଆମକୁ ଦିଆହେଇଛି 7 7 ହରଣ 2 କରିଦେବା ପିଲାମାନେ କେତେ ହେଇଯିବ 3 6 1 ଗୋଟେ ବଳି ପଡୁଛି। ତେବେ କେତେ ଯୋଡ଼ା ହେଇପାରିବ ପିଲାମାନେ ଆମର 3 ଯୋଡ଼ା ହେଇପାରିବ। ଏଇ ହେଇଯିବ ପିଲାମାନେ ଉତ୍ତରଟି। ବର୍ତ୍ତମାନ ପିଲାମାନେ 6 ନମ୍ବର ପ୍ରଶ୍ନଟି ଦେଖିବା ଯେଉଁଥିରେ କୁହାଯାଇଛି ପ୍ରଦତ୍ତ ପଦଗୁଡ଼ିକର ସଂଜ୍ଞା ପ୍ରଦାନ କର। ଗୋଟେ ଦିଆଯାଇଛି ପିଲାମାନେ ସରଳରେଖାର ପାର୍ଶ୍ୱ ଆଉ ଗୋଟେ ଦିଆଯାଇଛି ଉତ୍ତଳ ସେଟ୍। ତେବେ ପିଲାମାନେ ଏହାର ସଂଜ୍ଞା ଗୁଡ଼ିକ ଆମେ ଦେଖିବା। ତେବେ ପିଲାମାନେ ପ୍ରଥମଟି ଦେଖିବା ସରଳରେଖାର ପାର୍ଶ୍ୱ। ପିଲାମାନେ କୌଣସି ସରଳରେଖାର ଏକ ପାର୍ଶ୍ୱର ନାମକରଣ ସେହି ପାର୍ଶ୍ୱରେ ଥିବା ବିନ୍ଦୁକୁ ନେଇକି ନାମକରଣ କରାଯାଏ। ଯେପରିକି ପିଲାମାନେ ଏଠି ଆମେ ଦେଖିପାରିବା ଯେପରିକି ପିଲାମାନେ ଏଠି ଆମେ ଗୋଟେ ସରଳରେଖା L ବୋଲିକି ନେଇଛୁ ତାର ଗୋଟେ ପାର୍ଶ୍ୱରେ ପିଲାମାନେ ଆମେ A ବୋଲି ଗୋଟେ ବିନ୍ଦୁ ନିଆଯାଇଛି ଆଉ ଗୋଟେ ପାର୍ଶ୍ୱରେ B ବୋଲିକି ଗୋଟେ ବିନ୍ଦୁ ନିଆଯାଇଛି। ତେବେ ଯେପରି ପିଲାମାନେ ଦେଖ ସରଳରେଖାର L ପାର୍ଶ୍ୱରେ L ର ଯେଉଁ ପାର୍ଶ୍ୱରେ A ବିନ୍ଦୁ ଅଛି ତାକୁ ସରଳରେଖାର A ପାର୍ଶ୍ୱ କୁହାଯିବ ଏବଂ ଯେଉଁ ପାର୍ଶ୍ୱରେ B ବିନ୍ଦୁ ଅଛି ତାକୁ ପିଲାମାନେ B ପାର୍ଶ୍ୱ କୁହାଯିବ। ଯେପରି ପିଲାମାନେ ସରଳରେଖାର ଏଇ ପାର୍ଶ୍ୱଟେ ଆମର A ବିନ୍ଦୁ ଅଛି ତେବେ ପିଲାମାନେ ୟାକୁ A ପାର୍ଶ୍ୱ କୁହାଯିବ। ସେପରି ପିଲାମାନେ ଏପଟେ ଆମର B ପାର୍ଶ୍ୱ ଅଛି ତେବେ ପିଲାମାନେ ୟାକୁ ଆମେ B ପାର୍ଶ୍ୱ କହିପାରିବା। ତେବେ ପିଲାମାନେ ପରବର୍ତ୍ତୀଟି ଦେଖିବା ଯେଉଁଠିକି ଆମକୁ କୁହାଯାଇଛି ଉତ୍ତଳ ସେଟ୍। ତେବେ ପିଲାମାନେ ଦେଖିପାରିବା ସେଟ୍ S ର ଯେକୌଣସି ଦୁଇଟି ବିନ୍ଦୁ A ଓ B ହେଲେ ଯଦି AB ରେଖାଖଣ୍ଡଟା S ର ଗୋଟେ ଉପସେଟ୍ ହେବ ତେବେ S କୁ ଆମେ ଉତ୍ତଳ ସେଟ୍ ବୋଲି କହିପାରିବା। ଯେପରି ପିଲାମାନେ ଏଠି ଆମେ ଦେଖିପାରିବା ମନେକର ଆମେ ଏଇଟା ଗୋଟେ କାଗଜଟେ ନେଇନେଲେ ଆଉ ଟୋଟାଲ ସେଟ୍ଟିକୁ ଆମେ ପିଲାମାନେ S ବୋଲି ମନେ କଲୁ ଆଉ ତା ଭିତରେ ପିଲାମାନେ ଦୁଇଟି ବିନ୍ଦୁ ନେଇଛୁ ଆମେ A B। ତେବେ ପିଲାମାନେ ଏଇ ଯୋଉ ପେପର କାଗଜ
ମଝିରେ ପିଲାମାନେ ଇଏ ଅଛି ଏ ବି, ତେବେ ଏ ପିଲାମାନେ କିସ ହେଇଯିବ, ଏ ବି ରେଖାଖଣ୍ଡଟା ୟାର ଉପସେଟ୍ ହେଇଯିବ, କାରଣ ଆମେ ପିଲାମାନେ ଆମର ସେଟ୍ ବିଷୟଟା ଆମେ ପଢିଛୁ, ଉପସେଟ୍ କାହାକୁ କୁହାଯାଏ। ତେବେ ପିଲାମାନେ ଏଠି ଏ ବି ରେଖାଖଣ୍ଡ ଏସ୍ ର ଗୋଟେ ଉପସେଟ୍ ହବ, ତେଣୁ ୟାକୁ ପିଲାମାନେ ଆମେ ଉତ୍ତଳ ସେଟ୍ ବୋଲିକି କହିବା। ଉଦାହରଣ ପିଲାମାନେ ରଶ୍ମି ଗୋଟେ ଆମର ଉତ୍ତଳ ସେଟ୍ ହବ, ସେହିପରି ସରଳରେଖା ଗୋଟେ ପିଲାମାନେ ଉତ୍ତଳ ସେଟ୍ ହବ, ଆଉ ସମତଳ ମଧ୍ୟ ଗୋଟେ ଉତ୍ତଳ ସେଟ୍ ହବ। ପିଲାମାନେ ମନେ ରଖିବ, ରଶ୍ମି, ରେଖାଖଣ୍ଡ ଆଉ ସମତଳ ଆମର ଗୋଟେ ଗୋଟେ ଉତ୍ତଳ ସେଟ୍। ପିଲାମାନେ ଭିଡ଼ିଓଟି ଭଲ ଲାଗିଥିଲେ ତାକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଆଉ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଧନ୍ୟବାଦ।